गांडीय धनु किए देइथिला कि रे? हां एटा जाननु किए देइथिला? हरिहर चित्रालय बाबू। हरिहर चित्रालय ये कहूची हरिहर चित्रालय देइची बोली एवं गांडीव धनु विषय कोन कोन गांडीव धनुटा जो अर्जुन पाइले तांकु देइथिला कि? गांडीय धनु किए देइथिला कि रे? हां एटा जाननु किए देइथिला? हरिहर चित्रालय बाबू। हरिहर चित्रालय ये कहूची हरिहर चित्रालय देइची बोली मो चित्रालय बाबू जाई ता धनु आनदिली तो भाई। ओहो ताहले तू ए ड्रेस को आनले तू धरी पळाई दिले चित्रालय बाबू गली बाछु मुछु करी धरी आइली एटा गांडीय धनटा आनी पानु तुल जे स्टील धनटा मु धरी आइली अरे एपर कथा को आउनी तते एपर कथा को आउनी तू द्वापर जुगर कथा अरे सुने ये केबरे लोक रे ये द्वापर जुगर लोक द्वापर जुगर लोक ये वर्तमान गांडीव धनु अर्जुन को देइथिला कि ये से नाही कहि कहूची लक्ष्य करो आहा आरि सुनी बटी सभाजने मोर कर्म देई धनु जन्म कथा ना जो कहिबा भाई नरसिंह पुराण रु देवी जे कहिण मन देई सुण आगे पंडित गे जर श्वेत राजा बोली एक राजन जे थिले राजन जे थिले झियो एक आशा पुणी यज्ञ करिथिले लक्षण कुमार विद्वान मंडली आज्ञा श्वेत राजा बोली जने राजा थिले सी यज्ञ कले करिवार उद्देश्य हला गोटे झियो पाइबे एई अवसर रे केते बेले यज्ञ करिछन्ती आज्ञा यज्ञ कुंडरू हला कोन झियो कोन बाहरिबो एक बाउंस बाहरी थिला लक्ष्य कर लगा यज्ञ कुंडर गोटे झियो पाइबे बोली जेते बेले चिंता करिथिले यज्ञ करिथिले श्वेत राजा से यज्ञ कुंडरू गोटे बाउंस बाहरी थिला आज्ञा दूत से बाउंसटा केते बगो आज्ञा 37 अरे 37 बगो बापो ओटोई जानो अरे 37 बगो बापो ओटोई जानो रे बापो ओटोई जानो नारे पांचो गोटी धनु विधाता तैयारी करिनो पांचो गोटी धनु देखो तैयारी करे पांच गोटी धनु बाप तैयारी करे केते केते पगरे को धनु तैयारी करिथिले 11 पबरे धनु तैयारी करिनो ना गांग 11 पबरे धनु एक तैयारी करिनो बिना को धनु बोली गे ताहा को देनो हई हई नाउरी शिव धनु बोली देखो आगा ताहांकु कहंती हम देव देव महादेव बिना को धनु हस्तरे धरी छंती आज्ञा बिना को धनु देख शिव हस्तरे धरी थिले नाउरी न पबरे धनु विधाता तैयारी करिथिले हौरे ना ज्ञान पबरे धनु तैयारी करिनो देखो न पबरे देख विधाता तैयारी करिनो
ସେହି ଧନୁଟି ଦେଖ ହେ କାହାକୁ ଦେଇଣ ହଁ ଆଜ୍ଞା ଦୂତ ଏ ଯୋଉ 37 ପବରେ ଗୋଟିଏ ବାଉଁଶ ଜନ୍ମ ହେଲା ଯଜ୍ଞ କୁଣ୍ଡରୁ 11 ପବରେ ଗୋଟିଏ ଧନୁ ତିଆରି କରାଗଲା ଆଚ୍ଛା ସେ 11 ପବରେ ଯୋଉ ଧନୁ ତିଆରି କଲା ସେ ଧନୁର ନାମ ହଉଛି ପିନାକ ପିନାକ ଧନୁ ସେ ପିନାକ ଧନୁ ଦେବଦେବ ମହାଦେବ ଶଙ୍କର ଭଗବାନଙ୍କୁ ଦେଇଥିଲେ ଆଚ୍ଛା ଆଚ୍ଛା ତାପରେ ବି ଥାତା କଣ କଲେ କଣ କଲେ? 9 ପବରେ ଗୋଟିଏ ଧନୁ ତିଆରି କରିଥିଲେ ହଁ ଦୂତ ସେ ଧନୁର ନାମ ହେଲା ସାରଙ୍ଗ ସାରଙ୍ଗ ଧନୁ କାହାକୁ ଦେଇଥିଲେ ଇନ୍ଦ୍ରଙ୍କୁ ଇନ୍ଦ୍ରଙ୍କୁ ଦେଇଥିଲେ ସାରଙ୍ଗ ଧନୁ ଇନ୍ଦ୍ରଙ୍କୁ ଦେଇଥିଲେ ତାପରେ 7 ପବରେ ଧନୁ ଏକ ତିଆରି କରିନ ହଁ ତାପରେ ବିଧାତା କଣ କଲେ 7 ପବରେ ଗୋଟିଏ ଧନୁ ତିଆରି କଲେ ସେ ଧନୁର ନାମ ଥିଲା ଅଜଗବ ଅଜଗବ ଧନୁଟା କାହାକୁ ଦେଲେ ଦୂତ ଆଜ୍ଞା ଅଜଗବ ଧନ ଭୃଗୁପତି ପରଶୁରାମ ପରଶୁରାମକୁ ଦେଇଥିଲେ ଠିକ 5 ପବରେ ଧନୁ ଏକ ତିଆରି କରିନ 5 ପବରେ ତାପରେ ଗୋଟିଏ ଧନୁ ତିଆରି କଲେ ହଁ ଦୂତ ସେ ଧନୁର ନାମ ଥିଲା କୋଦଣ୍ଡ କଦଣ୍ଡ କୋଦଣ୍ଡ ଧନୁ କାହାକୁ ଦେଲେ ଶ୍ରୀରାମ ରାମଚନ୍ଦ୍ରଙ୍କୁ ଦେଇଥିଲେ ଆଉ 3 ପବରେ ଧନୁ ଏକ ତିଆରି କରିନ ଅର୍ଜୁନଙ୍କୁ ସେ ଧନୁ ହେ କରିଥିଲେ ଅର୍ପଣ 3 ପବରେ ଗୋଟିଏ ଧନୁ ତିଆରି ହେଇଥିଲା ସେ ଧନୁର ନାମ ହେଉଛି ଗାଣ୍ଡିବ ଧନୁ ଆପଣ ମାନେ ଲକ୍ଷ୍ୟ କରନ୍ତୁ ଅର୍ଜୁନ କହିଲେ 37 ପବ ବୋଲି 11 ପ୍ରଥମ ପବ 11 9 କୋଡ଼ିଏ 27 27 27 5 32 32 3 35 ଆଉ ଗୋଟିଏ ପବ ବାକି ରହିଗଲା କଣ ହେଲା ଆଉ ଏକ ପବ ବାକି ରହିଣ ନାରେ ଆଉ ଏକ ପବ ହେ ବାକି ଯେ ରହିଣ ମୋହନ ବଞ୍ଚି ଦେଖ ବିଧାତା ତିଆରି କରିଣ ହଉ ରେ ନାରେ ମୋହନ ବଞ୍ଚି ବିଧାତା ତିଆରି କରିଲେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ମୋହନ ବଞ୍ଚି ଅର୍ପଣ କରିଥିଲେ ହଉ ହଉ ପ୍ରଭୁ ଶ୍ରୀକୃଷ୍ଣ ମୋହନ ବଞ୍ଚିକୁ ଧରିଣ ଗୋପୀ ମାନଙ୍କୁ ଦେଖ ମୋହିତ କରିଥିଲେ ମୋହନ ଗୋଟିଏ ପବରେ ମୋହନ ବଞ୍ଚି ତିଆରି ହୋଇଛି ପ୍ରଭୁ ଶ୍ରୀକୃଷ୍ଣ ମୋହନ ବଞ୍ଚିକୁ ଧାରଣ ତହୁ କରିଛନ୍ତି ହଉ ରେ ଆଜ୍ଞା ଆଜ୍ଞା ଏହିପରି 35 ପବ ହେଇଗଲା ଗୋଟିଏ ପବ ବାକି ରହିଥିଲା କଣ ହେଲା? ସେ ପବଟା ହେଲା ମୋହନ ବଂଶୀ ତିଆରି କଲେ ବିଧାତା ଭଗବାନ ବିଧାତା ପୁରୁଷ କଣ କଲେ ଭଗବାନ ଶ୍ରୀକୃଷ୍ଣ ଚନ୍ଦ୍ରଙ୍କୁ ଦେଇଥିଲେ ନା ନାହିଁ ଏଇଭଳି ଆଜ୍ଞା ରହିଯା ରହିଯା କଣ ରହିଯିବି କଣ ରହିଯିବି କାଉଁସଟା ବାହାରିଲା 36 ପବ କହିଲୁ ଧନୁ ତିଆରି ହେଇଗଲା ମୋହନ ବଂଶୀ ତିଆରି ହେଇଗଲା 36 ପବ ସରିଗଲା ଆଉ ତାର ମୂଳଟା କଣ ହେଲା ଗଛଟା ଯଦି ହଉଛି ତାର ମୂଳ ରହୁନି ମୂଳ କଥା ଲେଖିନାହାନ୍ତି ମୂଳ କଥା ଲେଖିଛନ୍ତି ମୁଁ ତ କଥା ପଚାରୁଛି ତାଙ୍କ କଥା ପଚାରିଲି ମୁଁ ତ ପଚାରୁଛି ଗଛର ମୂଳଟା କଣ ହେଲା ଟିକେ ଲେଖିଦେଲେ କହୁଛି ମୂଳଟା କୁଆଡେ ଗଲା ହଁ ମୂଳଟା ନଥିଲେ ଗଛଟା ହବ କି ସେ ମୂଳଟା କଣ ହେଲା କହ ଆରେ ଶୁଣେ ବାଉଁଶ ମୂଳ